ଜମା ପସନ୍ଦ କରେନି। ପସନ୍ଦ କରେନି କାହିଁକି ନା ସେ ସବୁବେଳେ ମତେ ଚିଡାନ୍ତି, ମ୍ୟାଡାମ ପାଣି ଆଣ, ମ୍ୟାଡାମ ଇଏ ସେ ମତେ ଭଲ ଲାଗେନି। ସେଥିପାଇଁ ନା ନା ସେଠାରୁ ସେଇଟା ମୋର ସେ କଥା ନୁହେଁ। ଶୁଣନ୍ତୁ, ସେତେବେଳେ କଣ ଥିଲା, ମୋ ମୁହଁରେ ପ୍ରବଳ ବ୍ରଣ ଥିଲା। ଓଡ଼ିଶାବାସୀ ନମସ୍କାର, ଆଉ ଗୋଟେ ବ୍ଲଗରେ ଆପଣଙ୍କୁ ସ୍ୱାଗତ। ମୁଁ କଥା ଦେଇଥିଲି ଆପଣଙ୍କୁ କି ମୋର ଯୋଉ ବାହାଘର ଭିଡ଼ିଓ ହାଇଦ୍ରାବାଦରେ ଗାୟତ୍ରୀ ଛକ କେମିତି ବାହାର ହେଲା ସେ ଭିଡ଼ିଓ ଆଉଥରେ ଅପଲୋଡ଼ କରିବା ପାଇଁ, ସେଦିନ ଆଜି ଆସିଯାଇଛି। ବର୍ତ୍ତମାନ ମୁଁ ସେ ଭିଡ଼ିଓଟାକୁ ଆଜି ଅପଲୋଡ଼ କରୁଛି। ବହୁତ ମାତ୍ରାରେ ଦେଖିବେ, ବହୁତ ମାତ୍ରାରେ କମେଣ୍ଟ କରିବେ, ଆଉ ପୁରା କ୍ଲିଅର ଭଏସ୍ରେ ଆପଣମାନେ ଦେଖନ୍ତୁ। ଆଉ ସେ ଭିଡ଼ିଓଟା କେମିତି ଲାଗୁଛି କମେଣ୍ଟ ନିଶ୍ଚୟ କରିବେ। ଆପଣମାନେ ଏମିତି ଗୋଟେ ମାନେ ଇଏରେ ପକେଇଦେଲେ 19 ବର୍ଷର ମାନେ ମେମୋରିଟାକୁ ପୁଣି ମନ ଭା- ପକେଇବାକୁ ପଡୁଛି। ମନ ପକେଇ ଭାବିବାକୁ ପଡୁଛି। ଯାହା ବି ହଉ, ଆମେ ଆରମ୍ଭ କରୁଛୁ। ଭିଡ଼ିଓଟାକୁ ପୁରା ୱାଚ୍ କରିବେ, ଆଉ ଭଲ ପାଇବା ମଧ୍ୟ ନିଶ୍ଚୟ ଦେବେ। କାହିଁକି ଯଦି ଯଦି ଏତେ ପରିଶ୍ରମରେ ଭିଡ଼ିଓ ବନାଉଛୁ, ଯଦି ଭଲ ପାଇବା ନ ଦେବେ ତାହେଲେ ଆମ ଭିଡ଼ିଓର କିଛି ମୂଲ୍ୟ ରହିବନି। ଭଲ ପାଇବା ପ୍ରଚୁର ମାତ୍ରାରେ ଦେବେ। ଆକ୍ଚୁଆଲି ଆମେ ହାଇଦ୍ରାବାଦରେ ମୁଁ କାମ କରୁଥିଲି କମ୍ପାନୀରେ। ଆମେ କରୁଥିଲୁ କାମ ହେଉଛି ଆମର ସାନ ଦାଦା, ମୋ ବଡ଼ ଭାଇ, ମୁଁ ଆଉ ମୋ ତଳେ ଦିଟା ସାନ ଭାଇ। ମାନେ ଆମେ 4 ଭାଇ ଆଉ ଆମର ସାନ ଦାଦା 5 ଜଣ ଆମେ କାମ କରୁ ହାଇଦ୍ରାବାଦରେ। 2006 ମସିହାର କଥା ମୁଁ କହୁଛି। ମୁଁ ସବୁଠାରୁ ମାନେ ହାର୍ଡ କାମ କରୁଥିଲି, କାହିଁକି ନା ଅଧିକା ପଇସା ଥିବାରୁ ସେଥିରେ ମୁଁ ସେ ହାର୍ଡ ମାନେ ଯୋଉ କାମଟା ଅଧିକା ପଇସା ସେ ଟିକେ ହାର୍ଡ ହେଲେ ବି ମୁଁ କାମ କରେ। ଏମିତି କାମ କରିବା ଭିତରେ चैनल को सब्सक्राइब करो पहले। हाँ जल्दी करो, मुझे पता है कि आप लोग नहीं करते हो, वीडियो देखते हो लेकिन सब्सक्राइब नहीं करते। ये लाल कलर का बटन नहीं से दबाओ। ଦିନେ ଅଚାନକ ଆମର ଆପଣଙ୍କ ମାନେ ଭାଇରାଲ ଗାୟତ୍ରୀ ଆମର ଦେଖାହେଲେ କମ୍ପାନୀରେ। କମ୍ପାନୀରେ କେମିତି ଦେଖାହେଲେ ନା, କାମ କରିବା ପାଇଁ ଗାୟତ୍ରୀ ଆସିଥିଲା। ସେ କେମିତି କାମ କରୁଥିଲା, ଆସିଥିଲା କ'ଣ ପାଇଁ ସେ କହିବ, ଏବେ ମୋଠୁ ଟିକେ ଶୁଣି ସାର। କମ୍ପାନୀରେ କାମ କରିବାକୁ ଯେତେବେଳେ ଆସିଲା, ଭଗବାନ ତ ମାନେ ଯାହାକୁ ଯୋଡ଼ି ମାନେ ବାଛିଥାନ୍ତି, ସେ ଯେମିତି ହେଲେ ମାନେ କିଛିଟା ମାନେ ଆଟ୍ରାକ୍ଟ ହବ। ପ୍ରଥମ ଦିନ ଯେତେବେଳେ ଗାୟତ୍ରୀ ଆସିଲା, ମାନେ ମୋ ଭିତରେ ଗୋଟେ ଫିଲିଂ ଆସିଯାଇଥିଲା ଯେ ମାନେ କିଛି ତା ସହିତ ରିଲେକ୍ସନ ଅଛି। ସିଏ କାମ କରିବାକୁ ଯେତେବେଳେ ଆସିଲା, ଗୋଟେ କଳାମଳା କାମ ସିଏ ତାକୁ ଆଗ ଦେଲେ। ମାନେ ଟିକେ ପରିଶ୍ରମ କାମ ଦେଲେ। ଯେହେତୁ ଇଏ ପାଠ ପଢିଥିଲା, ତା କାମଟା ଭଲ ନ ଲାଗିଲେ ବି ସନ୍ଧ୍ୟାବେଳ ସୁଦ୍ଧା ସେ ପୁରା ମାନେ କଳା ହେଇକିରି ପୁରା ତାର ମାନେ ଇଏଟା ଚେଞ୍ଜ, ଫେସ୍ଟା ଚେଞ୍ଜ। ମତେ ଟିକେ ଭଲ ଲାଗିଲାନି। ମୁଁ ତାକୁ ସାବୁନ ଦେଇଥିଲି। ମୁଁ କହିଲି ସାବୁନ ଦିଅ, ହାତ ଧୋଇବ। ତାପରେ ସେ କମ୍ପାନୀରେ କେମିତି ଏଣ୍ଟ୍ରି କଲା, ବର୍ତ୍ତମାନ ଗାୟତ୍ରୀ କହିବ। ପ୍ରଥମେ ସମସ୍ତଙ୍କୁ ନମସ୍କାର। ମୁଁ କେମିତି କମ୍ପାନୀରେ କାମ କରିବାକୁ ଆସିଲି ମୁଁ ତମକୁ ଜଣେଇବି। ମୁଁ 10th ଏକ୍ଜାମ ଦେଇ ସାରିଲା ପରେ କଲେଜ ଆଡମିସନ ବି ହେଇଯାଇଥିଲା। ସେତେବେଳେ ମୋ ବାପା କାମ କରୁଥିଲେ, ସେ ଉପରକୁ ପଡି ଯାଇଛି ତଳକୁ, ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ସେତେବେଳେ ଆଉ ତ ସେ କାମ କରିପାରିବେନି, ତାଙ୍କୁ ଦେଖିବା ପାଇଁ ମୋ ବୋଉ ବି ମୋ ମା ବି ଆଉ କୁଆଡେ ଯାଉନଥିଲେ। ଟିକେ ଘରେ ପରିସ୍ଥିତି ଭଲ ନଥିଲା, ଚଳିବା ଅସୁବିଧା ହଉଥିଲା। ମୁଁ କହିଲି 2-4 ମାସ ଆଉ ଟାଇମ ଥିଲା, 2-4 ମାସ କୁଆଡେ ଜବ କରିଦେବି। ମାନେ କଲେଜ ପୂର୍ବରୁ କହୁଛୁ ନା? କଲେଜ ପୂର୍ବରୁ କଲେଜ 10th ପରୀକ୍ଷା ପରେ ଯୋଉ କଲେଜ +1 ରେ। +1 ସେଠି ଆମର କଲେଜ କହନ୍ତି ହଁ, ହାଇଦ୍ରାବାଦ। ସବୁ ଆମର ବି କଲେଜ କହନ୍ତି ଯେ, କିନ୍ତୁ ଯୋଉଟା ଗ୍ୟାପ ଟା ଥାଏ ସେଇ ଗ୍ୟାପ ରେ ସେ ଡ୍ୟୁଟି ଆସିଲା। ସେଇଆ, ମୋ ମାମୁଁ ସାନ ମାମୁଁ ମାଇ ବି ରହୁଥିଲେ, ମୋ ମାଇ ଯାଉଥିଲା ସେଇଠିକି। ସେ କହିଲେ ଚାଲ, ତୋ ବାପାଙ୍କର ଏମିତି ଆଉ ବୋଉ ବି କୁଆଡେ ଯାଉନି, 2-4 ମାସ ଟିକେ ହେଲ୍ପ ହେଇଯିବ। ଯେତେବେଳେ ଯାଇଥିଲି କମ୍ପାନୀ ଆଗରେ, ମୁଁ ତ କିଛି ଜାଣିନି ସେ କାମ ଲଗେଇଲେ କେମିତି ହବ କଣ ହବ ଜାଣିନି। ସେଠି ଗୋଟେ ଭାଇ ଥିଲେ, ଭେଙ୍କଟେଶ ଆନା ବୋଲି। ସେ କଣ କରନ୍ତି, ସେ ପଚାରିଲେ ମତେ, ତୁ ମତେ ଦେଖିଲେ ଭଲ ଘର ଭଳିଆ ଲାଗୁଛୁ, ପାଠ ସାଠ ପଢିଲା ଭଳିଆ, କଣ ପଢୁଛୁ କଣ? ମତେ ପଚାରିଲେ, ମୁଁ କହିଲି। ସେ ଅଫିସ ରୁମ ନେଇକି ଯାଇଥିଲେ। ଅଫିସ ରୁମ ନେଇକି ଲେଖା ଲେଖି ଯୋଉ ଷ୍ଟକ ସବୁ ଦେଇନ୍ତି, ମୁଁ ସବୁ ଲେଖିଲି, ପଢିଲି। ସେ କହିଲା, ତୁ ତାହେଲେ ଆଜିଠୁ ଏଇଠି ସୁପରଭାଇଜର ହେଇକି ରହିବୁ, କାଲିଠୁ ଆସିକି ସକାଳୁ ସବୁ ଲେଖିବୁ କହନ୍ତି ମତେ। ମୁଁ ଆପଣଙ୍କୁ କ୍ଲିୟରରେ କହିଦଉଛି। ପ୍ରଥମ ଦିନ ଗାୟତ୍ରୀ ଯେତେବେଳେ ମାନେ ଗୋଟେ ୱାର୍କର କାମ କଲା, କଳାମଳା ହେଇଗଲା। ସନ୍ଧ୍ୟା ବେଳକୁ ଭଲ ଲାଗିଲାନି। ମୁଁ ତ ସାବୁନ ଦେଇଥିଲି, ହାତ ସଫା ହେଇଗଲା। ତାପରେ ତାର ମାନେ କ୍ୱାଲିଫିକେସନ ବିଷୟରେ ପଚରାଗଲା ଯେ ବର୍ତ୍ତମାନ ଗାୟତ୍ରୀ ସୁପରଭାଇଜର କରିପାରିବ କି? ସେଠୁ ଯିଏ ଆମର ସାର୍ ଥିଲେ, ଓନର ଯିଏ ମାଲିକ, ସେ ଗାୟତ୍ରୀକୁ ସୁପରଭାଇଜର ଅଫର ଦେଲେ। ଯେହେତୁ ଇଏ 10th ପରୀକ୍ଷା ଦେଇ ସାରିଥିଲା,
ସେଠୁ ଗାୟତ୍ରୀ ଆମ କମ୍ପାନୀରେ ଆମର ସୁପରଭାଇଜର ହେଇଗଲେ, ତାମାନେ ଆମ ମ୍ୟାଡାମ ହେଇଗଲେ। ତାପରଠାରୁ ମୋର ତ ମାନେ ଭଗବାନଙ୍କର ମାନେ କୁହନ୍ତି ଯୋଉ ଭଳିଆ ମୋ ଭିତରେ ମୁଁ ଜାଣି ସାରିଥିଲି ଯେ ଗାୟତ୍ରୀ ମୋ ପାଇଁ ହିଁ ଗଢା। ମୁଁ ସବୁବେଳେ ମାନେ ହାର୍ଟ ଟଚିଂ କରୁଥିଲା, ମତେ ସବୁବେଳେ କଥାବାର୍ତ୍ତା ଏମିତି ହୁଏ, କିନ୍ତୁ ଏମିତି ସବୁବେଳେ କିନ୍ତୁ ଗାୟତ୍ରୀ ମତେ ଜମା ପସନ୍ଦ ପସନ୍ଦ କରେନି। କରେନି କାହିଁକି ନା ସେ ସବୁବେଳେ ମତେ ଚିଡାନ୍ତି, ମ୍ୟାଡାମ ପାଣି ଆଣ, ମ୍ୟାଡାମ ସେ ମତେ ଭଲ ଲାଗେନି। ସେଥିପାଇଁ ନା ନା ସେଇଟା ସେ କଥା ନୁହେଁ, ଶୁଣନ୍ତୁ ସେତେବେଳେ କଣ ଥିଲା, ମୋ ମୁହଁରେ ପ୍ରବଳ ବ୍ରଣ ଥିଲା, ଆପଣ ବିଶ୍ୱାସ କରିବେନି, ପ୍ରବଳ ବ୍ରଣ ଦେଖି ହଉନଥିଲା। ଆଉ ମୁଁ ଯୋଉ କାମ କରୁଥିଲି ଦିନକୁ ସେତେବେଳେ 2006 ମସିହାରେ ମାନେ 400 ଟଙ୍କା ଇନକମ କରୁଥିଲି, ମାନେ ପୁରା ହାର୍ଡ କାମ କରୁଥିଲି। ହାର୍ଡ କାମ କଲେ ଟିକେ କଳାମଳା ହେଇଯାଏ, ତ ଗାୟତ୍ରୀ ମେରେକୁ ସେ ମତେ ମାନେ ପସନ୍ଦ କରେନି। ମୁଁ କିନ୍ତୁ ସବୁବେଳେ ଗାୟତ୍ରୀକୁ ପସନ୍ଦ କରିଛି। ସେ କଥା ନୁହେଁ, ତମେ ଚିଡଉଥିଲା ବୋଲି, ତମେ ଆଡୁ ସାଡୁ କହ ବୋଲି ମୁଁ ତମକୁ ପସନ୍ଦ କରେ। ଟିକେ ଛୋଟ ଛୋଟ ଝଗଡା ହେଇଯାଏ ଦି ଜଣଙ୍କ ଭିତରେ। ଝଗଡା ଟିକେ ଟିକେ ହେଇଯାଏ, ତଥାପି ସିଏ ମାନେ ଭାବିନଥିଲା ଓଡିଶା ବାହାରେ ଯେହେତୁ, ସେଥିପାଇଁ ବୋଧେ ପସନ୍ଦ କରୁନଥିଲା ବୋଧେ ତୁ, କାହିଁକିନା ଆମ ଘର ଓଡିଶା, ତାଙ୍କ ଘର ଆନ୍ଧ୍ରା, ସେଥିପାଇଁ ବି ପସନ୍ଦ କରୁନଥିଲା ବୋଧେ। ସେ ଯାହା ବି ହଉ, ଆପଣ ବର୍ତ୍ତମାନ ଏଣ୍ଟ୍ରି କରିବା ଆମ କାହାଣୀ ଉପରକୁ। ବର୍ତ୍ତମାନ ମୁଁ ଯେତେବେଳେ ଏମିତି କିଛି ଦିନ ଗଲା ପରେ ମୁଁ ପ୍ରଥମ ଗାୟତ୍ରୀକୁ ପ୍ରପୋଜ କରିଥିଲି। ସେତେବେଳେ ତାକୁ କହିଥିଲି ଏମିତି ଏମିତି କଥା, ମୁଁ ତତେ ବହୁତ ଭଲ ପାଉଛି। ଆଉ ସେମିତି ଡାଇରେକ୍ଟଲି ବି କହିନାହାନ୍ତି। ସେଦିନ ପ୍ରବଳ ବର୍ଷା ହଉଥିଲା, ଆମେ ସମସ୍ତେ ଓଦା ହେଇକି ଆସିଲୁ। ତାଙ୍କର ଯୋଉ ବାଟି କାମ କରୁ ସେ ଠିଆ ହେଇକି ଆମେ ସମସ୍ତେ ତାଙ୍କରି ପାର୍ଟନର ହବ ଯେ, ସେ ଆଜି କାମକୁ ଆସିନଥିଲେ ସେଦିନ। ମୁଁ କହିଲି, ମୁଁ ସେତେବେଳେ ଭାଇ ଡାକିକି ମୁଁ କହିଲି ଭାଇଆ ତମକୁ ମୁଁ ହେଲ୍ପ କରିବି କହିଲାଠୁ ନା ଏ ତାର ପାର୍ଟନର ହେଲେ କଣ ହବ, ଲାଇଫ ପାର୍ଟନର ଯଦି ହବ ଯଦି ହେଲ୍ପ କରିବ। ମୁଁ ଆଉ କିଛି କହିଲିନି, ମୋ ପାଟିରେ କିଛି କଥା ବାହାରି ନଥିଲା, ମୁଁ ସେଇଠୁ ପଳେଇ ଯାଇଥିଲି ସାଙ୍ଗେ ସାଙ୍ଗେ। ଆଉ କଥାବାର୍ତ୍ତା ହେଇନି ମୁଁ କିଛି ଦିନ। ମୋର ଏ କଥାଟା ମନ ନଥିଲା, ଗାୟତ୍ରୀ କହିଲା ହେତୁ ମୁଁ ଆପଣଙ୍କୁ ସେୟାର କରିଦଉଛି। ମୁଁ ଆକ୍ଚୁଆଲି ମାନେ ଭାଟିରେ କାମ କରେ। ଷ୍ଟୋରିଟା କହିଲା ବେଳକୁ ପୁରୁଣା କଥାକୁ ଟିକେ ମାନେ ମନେ ପକେଇକି ଟିକେ ଇମୋସନାଲ ହେଇଗଲେ। ମୁଁ ଆକ୍ଚୁଆଲି ଭାଟିରେ କାମ କରେ, ବହୁତ ପରିଶ୍ରମ କାମ। ଫ୍ରେଣ୍ଡସ୍, ଟିକେ ପୁରୁଣା କଥା ମନେ ପଡିଗଲା, ସେଥିପାଇଁ ଟିକେ ଇମୋସନାଲ ହେଇଗଲୁ। ହଁ, ମୁଁ ଯୋଉଠି ଅଧା ଥିଲା କଥାଟା ମୁଁ କହୁଛି। ଆକ୍ଚୁଆଲି ମୁଁ ଗରମ ଭାଟି ପାଖରେ କାମ କରେ। ମୋ ସାଥିରେ ଯିଏ କାମ କରେ, ମୋ ସାଙ୍ଗ, ସେଦିନ ସେ ଆସିନଥିଲା। ଗାୟତ୍ରୀ ମୋ ପାଖକୁ ଗଲା, ପଚାରିଲା ଯେ ଆଉ ତମ ପାର୍ଟନର ଆସିନାହାନ୍ତି। ମୁଁ କହିଲି ଆଚ୍ଛା। ଯେତେବେଳେ ପାର୍ଟନର କହିଲା, ମୋ ମନକୁ ଗୋଟେ ସେତେବେଳେ ଆଇଡିଆ ଆସିଗଲା। ମୁଁ କହିଲି ଆଚ୍ଛା, ସିଏ ପାର୍ଟନର ନ ଆସିଲେ ନାହିଁ, ତୁ ତ ଅଛୁ, ଆଉ ତୁ କଣ ଲାଇଫ ପାର୍ଟନର ହେଇପାରିବୁ, ଏଇଆ କହିଥିଲି ନା। ମୁଁ କହିଲି ତମେ କଣ ଲାଇଫ ପାର୍ଟନର ହେଇପାରିବ? ତାପରେ ଗାୟତ୍ରୀର କଣ ରିଆକ୍ସନ ଥିଲା, ଗାୟତ୍ରୀ କହିବ। ମୁଁ କିଛି କହିନଥିଲି, ଚୁପଚାପ ହେଇକି ପଳେଇଲି ସେଠୁ। ଆଉ 2-4 ଦିନ କଥାବାର୍ତ୍ତା ହେଇନଥିଲି ବି। 2-4 ଦିନ ମୋର ଆଉ ମନ ନାହିଁ ଫ୍ରେଣ୍ଡ ସେ କଥା। 2-4 ଦିନ କଥାବାର୍ତ୍ତା ହେଲାନି, କଣ ଭାବିଲା ସେ, କଣ ହେଲା କେଜାଣି। ତାପରେ କାହାକୁ କଣ କେମିତି ସେ ମତେ ରିପ୍ଲେ କଣ କରିଦେଲୁ, ମୋ ମନ ନାହିଁ କାହିଁକି। ହଁ ହେଲା, ସେତେବେଳେ ହୋଲି ଆସିଲା। ହୋଲି ଆସିଲା ପରେ ତମେ, ମୁଁ 2-3 ଦିନ ଯାଇନି ବୋଲି କମ୍ପାନୀ। ତମେ ମୋ ବାପା ଫୋନ କୁ ମେସେଜ ସେ ବି କେମିତି କରନ୍ତି, ନମ୍ବର୍ସ ରେ କରନ୍ତି। ମୁଁ ବି ବୁଝିପାରିଲାନି, ଏ ନମ୍ବର ସିନା ଲାଗୁଛି, ମେସେଜ ଟା ହେଇଛି ନମ୍ବର୍ସ, ଯେତେ 1 2 3। ଫ୍ରେଣ୍ଡସ୍ ଦେଖନ୍ତୁ, ମନ ପକେଇଦେଲା ଇଏ। ସତ କଥା ମନେ ନାହିଁ, 19 ବର୍ଷର ଘଟଣା ମନେ ନାହିଁ। ମୁଁ ତା ବାପା ନମ୍ବରକୁ ହୋଲିରେ ମେସେଜ କଲି। ମେସେଜ ଟା କଣ ଥିଲା କହିଲୁ? ମିସ୍ ୟୁ ଥିଲା ନମ୍ବର୍ସ ରେ। ଆଇ ମିସ୍ ୟୁ ଥିଲା, କିନ୍ତୁ ଆଇ ମିସ୍ ୟୁ ମାନେ ମୁଁ ନମ୍ବର ଲେଟର ରେ ଦେଇଥିଲି। ଆଇ ମାନେ କେତେ ଲେଟର ଆସୁଛି? ଆଇ, ନମ୍ବର୍ସ ମାନେ ABCD କି ତମେ A to Z ହଁ, ଆଉ କେତେ ନମ୍ବରରେ ଆଇ ଆସୁଛି? 13 ନମ୍ବରରେ ନା? ହଁ, 13 ଆଇ ଏଲ, ଏଲ ଟା କେତେ ନମ୍ବର ଆସୁଛି? ମିସ୍ ୟୁ, MISS, ମିସ୍ ୟୁ। ମାନେ ଲେଟର ଟା ଯେତିକି ନମ୍ବରରେ ଆସୁଛି, ସେ ନମ୍ବର ଟାକୁ ମେନସନ କରିଥିଲି। ମୁଁ ବୁଝିପାରିଲିନି, କେତେ ସମୟ ମୁଁ ବୁଝିପାରିଲିନି କଣ ହେଇଛି, ଆପଣ କଣ ଆପଣ କମ୍ପାନୀରୁ କଣ ଷ୍ଟକ୍ ହେଇଛି, ଆପଣ କଣ ବୁଝିପାରୁନଥିବେ, ବୁଝିପାରୁନଥିଲି। ଆପଣ ବୁଝିପାରୁନଥିବେ। ମାନେ 1 2 ରେ ଧର ଆଇ ଯୋଉ ଲେଟରରେ ଆସୁଛି, ଯେତେ ନମ୍ବରରେ, ସେମିତି ନମ୍ବରରେ ମୁଁ ମେସେଜ କରିଥିଲି। ମୁଁ ବୁଝିପାରୁନଥିଲି କଣ କମ୍ପାନୀର ଷ୍ଟକ୍ ଦେଇନ୍ତି ନା କାମର ଦେଇନ୍ତି, ମୁଁ କିଛି ବୁଝିପାରିଲିନି। ତାପରେ ସେ ଟାଇମ ରେ ଗୋଟେ ଫିଲ୍ମ ଆସିଥିଲା ଆମ ତେଲୁଗୁରେ, ସେଥିରେ ବି ସେ ସେମିତି ନମ୍ବର୍ସ ରେ ଲେଖିଥିଲା। ମୁଁ ଦେଖିକି ମୁଁ ଟିକେ ଟ୍ରାଏ କରେ, ସେଥିରେ ଟ୍ରାଏ କଲା ଆଇ ମିସ୍ ୟୁ ଲେଖା ହେଇଥିଲା। ମୁଁ ବି 2 ଦିନ ପରେ ରିପ୍ଲାଏ କରିଥିଲି।
ମାନେ ନମ୍ବରରେ ମୋବାଇଲରେ ରିପ୍ଲାଏ କରିଦେଲୁ। ମୋବାଇଲରେ 2 ଦିନ ପରେ ରିପ୍ଲାଏ କଲି। ଆଉ ଷ୍ଟୋରି ତ ମନ ନାହିଁ, ଯାହେଲେ ମନ ଗାୟତ୍ରୀ ପକଉଛି ବୋଲି ମନେ ପଡିଯାଉଛି, ସେ ମେସେଜ କରିଥିଲା। ତାପରେ ଯେତେବେଳେ ସେ ହଁ ମାରିଲା, ମୁଁ କମ୍ପାନୀରେ ତାକୁ ପ୍ରଥମରୁ ମାନେ ଇଏ କରିଲି। ମୁଁ ସବୁବେଳେ ମାନେ ମତେ ସବୁବେଳେ ବଦନାମକୁ ବହୁତ ଡର ଥାଏ। ମୁଁ ତାକୁ କହିଲି ଯେ ଦେଖ, କମ୍ପାନୀରେ କେବେ ବି କେହି ବି ଜାଣିବେନି ଯେ ଆମ ଦି ଜଣଙ୍କର କଣ ରିଲେସନ ଚାଲିଛି। ମୁଁ ତାକୁ ସବୁବେଳେ କହେ, ସେତେବେଳେ ଆପଣ ମାନେ ଜାଣିଥିବେ କଏନ ବକ୍ସ ଥିଲା, ମାନେ ଟଙ୍କିକିଆ। ଟଙ୍କିକିଆ କଏନ ପକେଇଲେ 1 ମିନିଟ କଥା ହେଇପାରିବ। ମୋ ପାଖରେ ସେତେବେଳେ ମୋବାଇଲ ବି ନଥିଲା। ସିଏ କଣ କରେ, ମୁଁ ତାକୁ କୁହେ ଟଙ୍କିକିଆ ବକ୍ସରେ ତୁ ବାହାରକୁ ଯିବୁ, ବାହାରେ ଯାହା ଦରକାର ମତେ ଫୋନ କରିବୁ। ନା ଫୋନ ଥିଲା ଯେ ଆମ ଦି ଜଣଙ୍କର ଗୋଟେ ଫୋନ ଥିଲା। ତମର ହଁ, କାର୍ତ୍ତିକରେ ମୋ ଗୋଟେ ସାଥିରେ ଫୋନ ଯିଏ କାମ ଥିଲା। କରେ ତାର ମୋର ମିଶିକି ଗୋଟେ ଫୋନ ଥିଲା, ଛୋଟିଆ ରିଲାଏନ୍ସର ଛୋଟ ଫୋନଟେ ଥିଲା। ସେ ବାହାରକୁ ଯାଇକିରି ମାନେ ଗାୟତ୍ରୀ ମତେ କଲ୍ କରେ, ମାନେ କଣ ପ୍ରୋବ୍ଲେମ କଣ ନାହିଁ ପ୍ରୋବ୍ଲେମ ମତେ ସେ ଜଣାଏ। ଏମିତି 2-3 ମାସ ବିତି ଯାଇଛି। ଆମ ଘରେ ହଉଛି ଆମ ମାର ମାନେ ଆମ ଦାଦି ମା ଯିଏ ଜେଜେମା କହନ୍ତି, ସେ ମରିଗଲେ। ତ ଆମେ ସମସ୍ତେ ଫ୍ୟାମିଲି ପୁଣି 5 ଜଣ ଯାକ ଘରକୁ ପଳେଇ ଆସିଲୁ। ଦାଦା ଆମେ 4 ଭାଇ ଘର ଭିତରେ ପଳେଇ ଆସିଲୁ। ଭଲ ଲାଗିଲାନି। ଘରେ ଆସିଲା ପରେ ଆଜି ଆମର ଭାଉଜ ତ ଆମ ପାଖରେ ନାହାନ୍ତି। ମୁଁ ଆସିକି ଭାଉଜଙ୍କୁ କହିଥିଲି, ଆଉ ଭାଉଜଙ୍କର ଗୋଟେ ଭଉଣୀ ଥିଲା ରିନା, ଭାଉଜଙ୍କର ମାନେ ଆମର ଶାଳୀ ହବ ସେ, ତାକୁ ଜଣେଇଥିଲି ଯେ ଏମିତି ଭାଉଜ ଏମିତି ଗୋଟେ ଝିଅ ଅଛି, ଆଉ ବର୍ତ୍ତମାନ ମୁଁ ତାକୁ ସେଠି ବହୁତ ଭଲ ପାଉଛି। ଭାଉଜ ହେରିକା ବି ମାନେ ଏଗ୍ରି କରିଥିଲେ, କହିଲେ ଯାହା ତମେ ଯାହା କରିବ ସେୟା କରିବା। ଆଉ ସେ ଯିଏ ରିନା ଯିଏ, ସେ ମୋର ଶାଳୀ ସିନା କିନ୍ତୁ ଭଉଣୀ ଭଳିଆ। ସେ ଗାୟତ୍ରୀ କି ବହୁତ ଭଲ ପାଏ। ଆଉ ମାନେ ଲେଟର ବି ଲେଖିଥିଲା ନା ତତେ ରିନା? ଗୋଟେ ଲେଟର ବି ଆ ପାଖକୁ ହିନ୍ଦୀରେ ଲେଖିଥିଲା ଯେ ମୋ ଭାଇ କି ତମେ କଣ ଲେଖିଥିଲା? ମାନେ ଗୋଟେ ଗରଣୀ ହବାର କଣ, ମାନେ କେମିତି ତମେ ଘର ଚଳେଇବ, କେମିତି ଗୋଟେ ସାଙ୍ଗ ହିସାବରେ ତମେ କଣ କରିପାରିବ, ମାନେ ଗୋଟେ ଫ୍ୟାମିଲିରେ ଓଡିଆ କେମିତି ଚଳିବ କଣ, ସେ ସବୁ ଲେଖିଥିଲା ସେଥିରେ। ମାନେ ମୋଠୁ ସେ 3ଟା କ୍ୱେଶ୍ଚନ ମତେ ପଚାରିଥିଲା। ମାନେ ଦେଖ, ଶାଶୁ ଶ୍ୱଶୁରଙ୍କର ଯଦି କଣ ହବ, ତମେ ତାଙ୍କୁ କେମିତି ଦେଖିବ, ନିଜ ବାପା ମା ଭଳିଆ ଦେଖିବ ନା ଅଲଗା ଦେଖିବ, ଆଉ ଗୋଟେ ମୋ ଭାଇଙ୍କୁ ସାଙ୍ଗ ପରେ ଦେଖିବ ନା କେମିତି ଦେଖିବ। ଆମ ଦିଦି ବିଷୟରେ ସେ ଏବେ ନାହାନ୍ତି ବୋଲି କହିବାକୁ ବି ଭଲ ଲାଗୁନି। ଆମେ ମାନେ ଭିଡିଓ କରିକି ମାନେ ବହୁତ କାନ୍ଦିଲାଣୁ, କାହିଁକି ନା ଆମକୁ ଯିଏ ସବୁଠୁ ଅଧିକା ସପୋର୍ଟ କରିଥିଲେ ସେ ଏବେ ନାହାନ୍ତି। ସିଏ ଏ ଦୁନିଆରେ ନାହାନ୍ତି। ଆପଣଙ୍କୁ ନେକ୍ସଟ ଭିଡିଓରେ ସବୁ କିଛି ଜଣେଇବୁ। ଆଜି ବି ରହୁଛି ବସ फ्रेंड्स, वीडियो टिकी भल पाए निश्चित देवे। चैनल को सब्सक्राइब करो पहले, हाँ जल्दी करो, मुझे पता है कि आप लोग नहीं करते हो, वीडियो देखते हो लेकिन सब्सक्राइब नहीं करते। फ्रेंड्स, प्रथम पार्ट वीडियोटी बर्तमान सरी जाइए। आ वीडियोटी आपण मानू केमिति लागिला आपण मतामत निश्चय जणाइबे। आउ सेकेंड पार्ट पे भी कमेंट करेंगे। सेकेंड पार्ट काली आसीबो। आउ एतरे आपण बहुत सारा कमेंट करेंगे, बहुत सारा भल पाए देवे। आ वीडियोटी पूरा देखिए, रिक्वेस्ट रहिला। आ जदि फेसबुक रे देखुथुबे ताले गोटे फॉलो कर देबे। आ जदि यूट्यूब रे देखुथुबे ताले गोटे सब्सक्राइब कर देबे। रहिल फ्रेंड्स, पुणी देखा नेक्स्ट वीडियो रे। बाय बाय।